ଦେଖନ୍ତୁ, ଗତ ବର୍ଷ ଜୁନ୍ 1 ତାରିଖ 2025 ମସିହା ଠାରୁ ମନ୍ଦିର ଭିତରକୁ କ୍ୟାମେରା ଏବଂ ମୋବାଇଲ ନେବା ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଥିଲା। କିନ୍ତୁ ସ୍ଥାନୀୟ ଜନସାଧାରଣ ଏବଂ ଭକ୍ତମାନଙ୍କର ଦାବି ଏବଂ ଅନୁରୋଧକୁ ରକ୍ଷା କରି ମନ୍ଦିର ପ୍ରଶାସନ ଆଜି 1/6/2026 ଠାରୁ ସେହି ନିର୍ଦ୍ଦେଶକୁ ଫେରିଆଇଛି ଏବଂ ମା ବିଶ୍ୱେଶ୍ୱରୀଙ୍କର ଫଟୋ ଯେପରି ନ ଉଠାଯାଏ ସେଥିପ୍ରତି ଯେଉଁ ପୂର୍ବରୁ ଯେଉଁ ଲାଗୁ ହୋଇଥିଲା ଯେଉଁ ନିୟମ, ସେ ନିୟମ ବଳବତ୍ତର ରହିଛି। ଯେଉଁ ଶ୍ରଦ୍ଧାଳୁମାନେ ମନ୍ଦିରକୁ ଆସିବେ ସେମାନେ ମାଙ୍କ ଫଟୋ ବ୍ୟତୀତ ଅନ୍ୟ ସମସ୍ତ ଜାଗାରେ ଫଟୋ ଉଠାଇ ପାରିବେ। ପାରିପାର୍ଶ୍ୱିକ ଆପଣଙ୍କର ଯେଉଁ ସୌନ୍ଦର୍ଯ୍ୟକରଣ ରହିଛି, ମନ୍ଦିରର ପଛପଟ ଏବଂ ମ୍ୟୁଜିୟମ୍, ଏପରି ବହୁତ ଜାଗାରେ ଆପଣଙ୍କର ଫଟୋ ଉଠାଇ ପାରିବେ। ସେଥିପାଇଁ ଆମର ନିଷେଧ କୌଣସି ସେମିତି ନାହିଁ। କିନ୍ତୁ ମାଙ୍କର ଫଟୋ ନ ଉଠାଇବା ପାଇଁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି ଏବଂ ମୁଁ ନିବେଦନ କରୁଛି ସମସ୍ତ ଭକ୍ତମାନଙ୍କୁ ଯେପରି ମାଙ୍କର ଫଟୋ ଆପଣମାନେ ନ ଉଠାନ୍ତୁ ଏବଂ ମାଙ୍କର ଅନ୍ୟ ଯେଉଁ ପାରିପାର୍ଶ୍ୱିକ ଫଟୋ ଉଠାଇ ଆପଣ ଆନନ୍ଦ ଲାଭ କରିବେ। ଆମେ ବଡ଼ବିଲରେ ଆସିଛୁ, ସୁମିତ୍ରା ପ୍ରଧାନ। ଆଉ ପ୍ରଥମ ଥର ମାଙ୍କ ମନ୍ଦିର ଆମେ ଆସିଛୁ, କିନ୍ତୁ ଆଗରୁ ଶୁଣିଥିଲୁ ଯେ ଏଠି କ୍ୟାମେରା ଆଲାଉ କରୁନଥିଲେ, ପ୍ରଶାସନ ଆଲାଉ କରୁନଥିଲେ, ସବୁ ପ୍ରକାର ଅସୁବିଧା ଥିଲା। କିନ୍ତୁ ଆଜି ଯେତେବେଳେ ଶୁଣିଲୁ ଯେ ପ୍ରଶାସନ କରିଦେଇଛି, ଫ୍ରି କରିଦେଇଛି ମୋବାଇଲ ବି, ଆମେ ଫଟୋ ବି ଉଠେଇଲୁ। ସେଥିପାଇଁ ବହୁତ ଖୁସି ବି ଅଛୁ। ମାଙ୍କ ପାଖରେ ଆସିକି ବି ବହୁତ ଖୁସି ଅନୁଭବ ବି କରୁଛୁ। କିନ୍ତୁ ଏଇଟା ପ୍ରଶାସନକୁ ଧନ୍ୟବାଦ, ଏଇଟା ମୋବାଇଲ ଉଠେଇଦେଲେ ଆଉ ନିଜ ସ୍ୱାଧୀନତାରେ ବି ସମସ୍ତେ ଉଠେଇ ପାରିବେ, ଭଲସେ ରହିବେ, ଭଲସେ ଯିବେ, ଏଇଟା ହିଁ ଆମେ କହୁଛୁ। ଆଉ ଧନ୍ୟବାଦ। ଆଉ ଏଇଟା ପାଇଁ ଆମେ ବହୁତ କୃତଜ୍ଞ। ମୋବାଇଲ ବାରଣ କରାଯାଇଛି। ବହୁତ ବହୁତ କଷ୍ଟ ହେବା ପାଇଁ ପଡିଥିଲା ଯେ ଯେତେବେଳେ କେହି ଜଣେ ଆସିଥିଲେ ସେଠାରୁ ତାପରେ କିଛି ସ୍ମୃତି ଦେଇପାରିଥିଲେ ମନ୍ଦିରରେ ସମ୍ପୂର୍ଣ୍ଣ ବାରଣ କ୍ୟାମେରା ଏବଂ ମୋବାଇଲ ବାରଣ ଆଜି ଖୋଲିଛି। କ'ଣ କହିବେ? ଯେମିତି କୁହାଯାଏ ଜୁନ୍ 2025 ଜୁନ୍ 2024 ଗୋଟିଏ ବର୍ଷ ଧରିକି ମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ସମ୍ପୂର୍ଣ୍ଣ ବାରଣ ଥିଲା। ତାହା ଫଳରେ ମନ୍ଦିର ଯେଉଁ ରହିଛି, ମନ୍ଦିର ପରିସର ଭିତରେ ଅନେକ ବାହାଘର ବି ମଧ୍ୟ ହୁଏ। ସେମାନେ ମୁହଁ ମୋଡୁଥିଲେ, ଯେମିତି ବାହାଘର କଲେ କ'ଣ ସ୍ମୃତି ସାଉଁଟି ପାରୁନଥିଲେ। ସେଇଭଳିଆ ଯଦି କହିବା, ମନ୍ଦିରକୁ ଯେଉଁମାନେ ଦେଖନ୍ତୁ, ଯଦି ମନ୍ଦିର ତ ଇଏ ଖାଲି ମନ୍ଦିର ନୁହେଁ, ମନ୍ଦିର ଚାରିପାର୍ଶ୍ୱରେ ସୌନ୍ଦର୍ଯ୍ୟକରଣ ହେଇଛି, ଗୋଟେ ମ୍ୟୁଜିୟମ ରହିଛି, ପୂର୍ବତନ ସଂଗ୍ରହାଳୟ ରହିଛି, ସେଥିରୁ ମଧ୍ୟ ଫଟୋ ଉଠିବା ପାଇଁ ବଞ୍ଚିତ ରହୁଥିଲେ। ତେଣୁ ଭକ୍ତ ଓ ଯେଉଁ ଶ୍ରଦ୍ଧାଳୁମାନେ ଆସୁଥିଲେ ତାଙ୍କ ମନରେ ଗୋଟେ ଅସନ୍ତୋଷ ରହୁଥିଲା। ଆଉ ମୋବାଇଲ ଷ୍ଟାଣ୍ଡରେ ଦେଖିଥିବେ ଆପଣ, ଯଦି ଜଣେ ମୋବାଇଲ ରଖିବା ପାଇଁ ଯୋଉଦିନ ଭିଡ଼ ରହୁଥିଲା, ଏତେ ଗହଳି ରହୁଥିଲା ଯେ ସେମାନେ ବାଧ୍ୟ ହୋଇକରି କାହା ଦୋକାନରେ ଗାଡ଼ି ରଖିବା ପାଇଁ ବାଧ୍ୟ ହଉଥିଲେ। ଏବଂ ଏମର୍ଜେନ୍ସି କଲ୍ ବି ଅନେକର ଆସେ, ଯେ ମନ୍ଦିର ଆସିଥିଲେ ବି କାହା ପରିବାରକୁ ଫୋନ୍ କରିବେ, ସେ ବ୍ୟବସାୟ କରୁଥିବ ତାକୁ ଫୋନ୍ ଆସିବେ, ତାକୁ ନେଇକି ମଧ୍ୟ ବହୁତ ହଇରାଣ ହେଉଥିଲେ। ଆଉ ମନ୍ଦିର ପରିସର ଭିତରେ ବେଶୀ ସମୟ ରହିବା ପାଇଁ ନାରାଜ ହେଉଥିଲେ, କାହିଁକି ନା ଫୋନ୍ଟି ଯେହେତୁ ବାହାର ରହିବ। ବର୍ତ୍ତମାନ ତ ଆପଣ ଜାଣିଥିବେ ମୋବାଇଲ ଫୋନ୍ଟି ଆମେ ସାଙ୍ଗରେ ସବୁବେଳେ ବ୍ୟବହାର କରୁଛନ୍ତି। ମୋବାଇଲ ଫୋନ୍ ନହେଲେ ଆମେ କୁଆଡ଼େ ବି ଯାଇପାରୁନାହାନ୍ତି। ସକାଳୁ ଉଠୁ ସନ୍ଧ୍ୟା ରାତି ପର୍ଯ୍ୟନ୍ତ ମୋବାଇଲ ଫୋନ୍ ବ୍ୟବହାର କରୁଛୁ। ତେଣୁ ୟାକୁ ନେଇକି ଯେଉଁ ମନ୍ଦିର ପ୍ରଶାସନ ଗୋଟେ ଆଜି ବଡ଼ ସୁନ୍ଦର ନିଷ୍ପତ୍ତି ନେଇଛି, ଗୋଟିଏ ବର୍ଷ ବ୍ୟବଧାନ ହେଉ ପଛେ ଆଜିଠୁ ଭକ୍ତ ଶ୍ରଦ୍ଧାଳୁମାନେ ଯେଉଁଭଳି ଆନନ୍ଦ ଉଲ୍ଲାସର ସହିତ ଫଟୋ ଉଠାଇ ପାରିବେ, ମନ ଖୁସିରେ ମାଙ୍କୁ ଦର୍ଶନ କରିକି ବୁଲିକି ଯାଇପାରିବେ।